ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଯିଏକି ଜଣେ ସ୍ୱେଚ୍ଛାସେବୀ ଥିଲେ, ସେ ଯୁଦ୍ଧ କ୍ଷେତ୍ରରେ ଘାୟଲ ସୈନିକମାନଙ୍କର ଟ୍ରିଟମେଣ୍ଟ କରୁଥିଲେ। 12 ମେ 1820ରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ କୁହାଯାଏ ଫାଉଣ୍ଡର ଅଫ୍ ମଡର୍ଣ୍ଣ ନର୍ସିଂ ବା ପାୟନିୟର ଅଫ୍ ମଡର୍ଣ୍ଣ ନର୍ସିଂ ଏବଂ କୁହାଯାଏ ଦ ଲେଡି ୱିଥ୍ ଦ ଲ୍ୟାମ୍ପ। ତାଙ୍କର ଜନ୍ମଦିନକୁ 1965ରେ ଇଣ୍ଟରନ୍ୟାସନାଲ ନର୍ସ ଡେ ରୂପେ ପାଳନ କରାଗଲା ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ନର୍ସେସ୍ ଦ୍ୱାରା। ଏହି କାଉନସିଲଟି ଏଷ୍ଟାବ୍ଲିଶ ହେଇଥିଲା 1899। ଜେନିଭା ସୁଇଜରଲ୍ୟାଣ୍ଡ ହେଉଛି ହେଡକ୍ୱାର୍ଟର। ଥିମ୍ ଅଛି ଏ ବର୍ଷର ଆୱାର ନର୍ସେସ୍ ଆୱାର ଫ୍ୟୁଚର ଏମ୍ପାୱାର୍ଡ ନର୍ସେସ୍ ସେଭ୍ ଲାଇଫ୍। 2020ରେ ଇଣ୍ଟରନ୍ୟାସନାଲ ଇୟର ଅଫ୍ ପ୍ଲାଣ୍ଟ ହେଲ୍ଥକୁ ଡିକ୍ଲେୟାର କରାଯାଇଥିଲା ୟୁନାଇଟେଡ୍ ନେସନ୍ ଜେନେରାଲ ଆସେମ୍ବଲି ଦ୍ୱାରା। ତାପରେ ଫୁଡ୍ ଏଗ୍ରିକଲଚର ଅର୍ଗାନାଇଜେସନ୍ ଏବଂ ଇଣ୍ଟରନ୍ୟାସନାଲ ପ୍ଲାଣ୍ଟ ପ୍ରୋଟେକ୍ସନ କନଭେନସନର ପ୍ରପୋଜାଲ ଅନୁସାରେ ମେ 12 ତାରିଖ 2020ରେ ୟୁନାଇଟେଡ୍ ନେସନ୍ ଜେନେରାଲ ଆସେମ୍ବଲି ଦ୍ୱାରା ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲାଣ୍ଟ ହେଲ୍ଥକୁ ଆରମ୍ଭ କରାଗଲା। ଥିମ୍ ଅଛି ଏ ବର୍ଷର ପ୍ଲାଣ୍ଟ ବାୟୋ ସିକ୍ୟୁରିଟି ଫର୍ ଫୁଡ୍ ସିକ୍ୟୁରିଟି। 11ରୁ 17 ମେ ଯେଉଁଟାକି ମେଣ୍ଟାଲ ହେଲ୍ଥ ଆୱାରନେସ୍ ୱିକ୍ ପାଳନ କରାଯାଉଛି ମେଣ୍ଟାଲ ହେଲ୍ଥ ଫାଉଣ୍ଡେସନ ଦ୍ୱାରା ଏଷ୍ଟାବ୍ଲିଶ ହେଇଥିଲା 1949ରେ। ଲଣ୍ଡନ ହେଉଛି ହେଡକ୍ୱାର୍ଟର। ଥିମ୍ ଅଛି ଏ ବର୍ଷର ଆକ୍ସନ୍। ଏନ୍ ରାଙ୍ଗାସ୍ୱାମୀ କି ଆପଏଣ୍ଟେଡ୍ କରାଯାଇଛି ଏନ୍ ରାଙ୍ଗାସ୍ୱାମୀ ଯିଏକି ଆପଏଣ୍ଟେଡ୍ କରାଯାଇଛନ୍ତି ଚିଫ୍ ମିନିଷ୍ଟର ପୁଡୁଚେରୀର। ତାଙ୍କର ପାର୍ଟି ହେଉଛି ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ। ପୁଡୁଚେରୀର ଲୋକସଭା ସିଟ୍ ଗୋଟେ, ରାଜ୍ୟସଭା ସିଟ୍ ଗୋଟେ। ତ୍ରିନିଦାଦ ଆଣ୍ଡ ଟୋବାଗୋ ବନିଛି ପ୍ରଥମ କ୍ୟାରିବିଆନ୍ କଣ୍ଟ୍ରି ଯିଏକି ୟୁପିଆଇ ଇଣ୍ଡିଆର ୟୁପିଆଇକୁ ଆଡପ୍ଟ କରିଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍। ଏଟାକୁ ଡେଭଲପ୍ କରିଥିଲା ଏନ୍ପିସିଆଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ 2016ରେ। ପ୍ରଥମ ୟୁରୋପିଆନ୍ କଣ୍ଟ୍ରି ଯିଏକି ୟୁପିଆଇକୁ ଆଡପ୍ଟ କରିଥିଲା ସେ ହେଉଛି ଫ୍ରାନ୍ସ। ପାଖାପାଖି 8-9ଟି କଣ୍ଟ୍ରି ଆଡପ୍ଟ କରିସାରିଲେଣି ୟୁପିଆଇକୁ। ପ୍ରଥମ ଆଡପ୍ଟ କରିଥିଲା ଭୁଟାନ। ସାଉଦି ଆରବିଆ ଯିଏକି 26ତମ ମେମ୍ବର ବନିଛି ଆଇବିସିର ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ, ଯେଉଁଟାକି 2023ରେ ସ୍ଥାପନ ହୋଇଥିଲା। ନ୍ୟୁ ଦିଲ୍ଲୀ ହେଉଛି ହେଡକ୍ୱାର୍ଟର। ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ଏବଂ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତାଙ୍କର ପାର୍ଟନରସିପ୍କୁ ଆଉ 5 ବର୍ଷ ପାଇଁ କଣ୍ଟିନ୍ୟୁ କରୁଛନ୍ତି ଡେଭଲପ୍ କରିବା ପାଇଁ ଫୁଟବଲ ୟୁଥମାନଙ୍କ ମଧ୍ୟରେ ଡେଭଲପ୍ କରିବା ପାଇଁ। ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ଯେଉଁଟାକି ସ୍ଥାପନ କରାଯାଇଥିଲା 1937ରେ। ଆଇସିସି ମେନ୍ସ ଓଡିଆଇ ଟିମ୍ ର୍ୟାଙ୍କିଂ ଯେଉଁଟାକି ଜାରି କରାଯାଇଛି ଇଣ୍ଡିଆ ଅଛି ପ୍ରଥମରେ 118 ପଏଣ୍ଟ ସହିତ, ନ୍ୟୁଜିଲାଣ୍ଡ ସେକେଣ୍ଡରେ ଅଛି, ଅଷ୍ଟ୍ରେଲିଆ ଥାର୍ଡରେ ଅଛି। 2027ରେ ୱାର୍ଲଡ କପ୍ ହେବାକୁ ଯାଉଛି ଓଡିଆଇ ମେନ୍ସ କ୍ରିକେଟ ୱାର୍ଲଡ କପ୍। ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ଏଟାକୁ ହୋଷ୍ଟ କରିବେ। ଆଉ ମାର୍ଚ୍ଚ 2027 ପର୍ଯ୍ୟନ୍ତ ଯେଉଁମାନେ 8 ର୍ୟାଙ୍କ ମଧ୍ୟରେ ରହିବେ ସେମାନଙ୍କୁ ଡାଇରେକ୍ଟ କ୍ୱାଲିଫାଇ କରାଯିବ ୱାର୍ଲଡ କପ୍ ପାଇଁ। ମାର୍କ ଆଣ୍ଡରସନ୍ ଯିଏକି ପୋଲ ଖେଳିଛନ୍ତି ସେ ଥିଲେ ଅଷ୍ଟ୍ରେଲିଆର ଟେନିସ୍ ପ୍ଲେୟାର। ୱାର୍ଲଡର ନମ୍ବର 2 ପ୍ଲେୟାର ଥିଲେ। 1972ରେ ତାଙ୍କୁ ଦିଆଯାଇଥିଲା ଅର୍ଡର ଅଫ୍ ଦ ବ୍ରିଟିଶ ଏମ୍ପାୟାର। 2000ରେ ତାଙ୍କୁ ସାମିଲ କରାଯାଇଥିଲା ଇଣ୍ଟରନ୍ୟାସନାଲ ଟେନିସ୍ ହଲ୍ ଅଫ୍ ଫେମ୍ରେ। 2001ରେ ସାମିଲ କରାଯାଇଥିଲା ଅଷ୍ଟ୍ରେଲିଆ ଟେନିସ୍ ହଲ୍ ଅଫ୍ ଫେମ୍ରେ। ଫାଷ୍ଟିନୋ ଓରୋ ଯିଏକି ସେକେଣ୍ଡ ୟଙ୍ଗେଷ୍ଟ ଗ୍ରାଣ୍ଡ ମାଷ୍ଟର ବନିଛନ୍ତି, ସିଏ ଆର୍ଜେଣ୍ଟିନା କଣ୍ଟ୍ରିର। ତାଙ୍କୁ 12 ବର୍ଷ 6 ମାସ 26 ଦିନ। ପ୍ରଥମ ୟଙ୍ଗେଷ୍ଟ ଗ୍ରାଣ୍ଡ ମାଷ୍ଟର ଯିଏ ବନିଥିଲେ ସେ ହେଉଛନ୍ତି ଅଭିମନ୍ୟୁ ମିଶ୍ର, ଇଣ୍ଡିଆ ଆମେରିକାନ। 2021ରେ ବନିଥିଲେ। ତାଙ୍କୁ ହେଇଥିଲା ଯେତେବେଳେ 12 ବର୍ଷ 4 ମାସ 25 ଦିନ। ଫାଷ୍ଟିନୋ ଓରୋଙ୍କୁ କୁହାଯାଉଛି ମେସି ଅଫ୍ ଦ ଚେସ୍। ଦୁଇଟା ବହି, ଗୋଟେ ହେଉଛି ଦ ବେଞ୍ଚ ଦ ବାର ଦ ବେଜାର, ଆଉ ଗୋଟେ ହେଉଛି ଦ ଲଫୁଲ ଆଣ୍ଡ ଅଫୁଲ। ଦୁଇଟା ବହି ଲେଖିଛନ୍ତି ତୁଷାର ମେହତା। ସିଏ ଅଛନ୍ତି କରେଣ୍ଟଲି ସୋଲିସିଟର ଜେନେରାଲ ଅଫ୍ ଇଣ୍ଡିଆ। ତାଙ୍କର ବହିକୁ ରିଲିଜ କରିଛନ୍ତି ଅମିତ ମିଶ୍ରା ଆଉ ପବ୍ଲିଶ କରିଛି ରୂପା ପବ୍ଲିକେସନ। ମନୋଜ କୁମାର ଅଗ୍ରୱାଲ ଯିଏକି ଆପଏଣ୍ଟେଡ୍ ହେଉଛନ୍ତି ଚିଫ୍ ସେକ୍ରେଟାରୀ ୱେଷ୍ଟବେଙ୍ଗଲର ନୂଆ। ପାକିସ୍ତାନ ପ୍ରାଇମ୍ ମିନିଷ୍ଟର ସେହବାଜ ସରିଫ ଆନାଉନ୍ସ କରିଛନ୍ତି ମେ 10 ତାରିଖକୁ ସବୁ ବର୍ଷ ପାଳନ କରିବେ 2026 ଠାରୁ ମାର୍କା ଏ ହକ୍ ଡେ, ଯେଉଁଟାର ଅର୍ଥ ହେଉଛି ଡେ ଅଫ୍ ଦ ବେଟଲ ଅଫ୍ ଟ୍ରୁଥ ବା ବେଟଲ ଅଫ୍ ଜଷ୍ଟିସ୍। ମେ 7ରୁ 10 ତାରିଖ 2025ରେ ଇଣ୍ଡିଆ ଲଞ୍ଚ କରିଥିଲା ଅପରେସନ ସିନ୍ଦୁର। ତାପରେ ପାକିସ୍ତାନ ମିଲିଟାରୀ ସେଇ ଟାଇମରେ ଅପରେସନ ବୁନେୟା ଉନ୍ ମୋରସୁସ। ନ୍ୟାସନାଲ ପଞ୍ଚାୟତ ଆୱାର୍ଡ 2025 ଯେଉଁଟାକି ଆନାଉନ୍ସ କରିଛି ମିନିଷ୍ଟ୍ରି ଅଫ୍ ପଞ୍ଚାୟତ ରାଜ। ଏଥିରେ କର୍ଣ୍ଣାଟକର 6ଟି ଆୱାର୍ଡ ଆଉ ଆନ୍ଧ୍ରପ୍ରଦେଶର 5ଟି, ଓଡ଼ିଶାର 5ଟି ପାଇଛନ୍ତି ଟପ୍ରେ। ଦୁଇଟା କାଟେଗୋରୀରେ ଦିଆହେଉଛି ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର। ଏଥିରେ 9ଟା ଥିମ୍ରେ ଦିଆଯାଇଛି। ହେଲ୍ଥ ଆଣ୍ଡ ପଞ୍ଚାୟତ ଥିମ୍ରେ ଥାର୍ଡ ପୋଜିସନରେ ଅଛି ଓଡ଼ିଶା, ମିଳିତ ଭାବରେ ପାଇଛି। ଥାର୍ଡ ପୋଜିସନରେ ମଧ୍ୟ ଅଛି କେରଳର ଗୋଟେ ପଞ୍ଚାୟତ, ଆଉ ଥାର୍ଡ ପୋଜିସନରେ ଅଛି ଓଡ଼ିଶାର ଗୋଟେ ପଞ୍ଚାୟତ ପୋଟାଲାମପୁର ଗଞ୍ଜାମ।
ଫାର୍ଷ୍ଟ ପୋଜିସନ୍ ଅଛି ତ୍ରିପୁରାର କାଞ୍ଚନବେରୀ। ଆଉ ଥାର୍ଡ଼ ପୋଜିସନ୍ ଅଛି ୱାଟର ସଫିସିଏଣ୍ଟ ଥିମ୍ରେ ଓଡ଼ିଶାର ପୁଡୁଆ କେଉଁଝରର ପଞ୍ଚାୟତ। କ୍ଲିନ୍ ଆଣ୍ଡ ଗ୍ରୀନ୍ରେ ସେକେଣ୍ଡ ଅଛି ହାତୀବନ୍ଧ ସୁନ୍ଦରଗଡ଼ର। ସୋସିଆଲି ଜଷ୍ଟ ଆଣ୍ଡ ସୋସିଆଲି ସିକ୍ୟୋର୍ଡ ପଞ୍ଚାୟତ ଥିମ୍ରେ ସେକେଣ୍ଡ ପୋଜିସନ୍ ଅଛି ମନ୍ଦାର, ଯେଉଁଟାକି ଗଞ୍ଜାମର ପଞ୍ଚାୟତ। ତାପରେ ଆଉ ଗୋଟେ ଏଥିରେ ଦିଆଯାଇଛି କାଟାଗୋରୀ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଏଥିରେ 8ଟି ଦିଆଯାଇଛି। ବେଷ୍ଟ ଡିଷ୍ଟ୍ରିକ୍ଟରେ ସେକେଣ୍ଡରେ ଅଛି ଗଞ୍ଜାମ ଡିଷ୍ଟ୍ରିକ୍ଟ ଓଡ଼ିଶାର। ଫାର୍ଷ୍ଟ ଅଛି ବେଷ୍ଟ ଗ୍ରାମ ପଞ୍ଚାୟତରେ ନ୍ୟୁ ନାପମ୍ ଆସାମର ପଞ୍ଚାୟତ। ଫାର୍ଷ୍ଟ ବେଷ୍ଟ ବ୍ଲକ ପଞ୍ଚାୟତରେ ଅଛି ହରିପଦ କେରଳର। ଚତୁର୍ଥ ଇଣ୍ଡିଆ ଆଫ୍ରିକା ଫୋରମ୍ ସମିଟ୍, ଯେଉଁଟାକି ନୂଆଦିଲ୍ଲୀ ହେଉଛି 28 ମେରୁ 31 ମେ ପର୍ଯ୍ୟନ୍ତ ହେବ। ଥିମ୍ ଅଛି IA ସ୍ପିରିଟ୍ ଇଣ୍ଡିଆ ଆଫ୍ରିକା ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫର୍ ଇନୋଭେସନ୍ ରେଜିଲିଏନ୍ସ ଆଣ୍ଡ ଇନକ୍ଲୁସିଭ୍ ଟ୍ରାନ୍ସଫର୍ମେସନ୍। ମେରି ରୋଷେଇ ଯୋଜନା ବା ମାଇ କିଚେନ୍ ସ୍କିମ୍, ଯେଉଁଟାକି ପଞ୍ଜାବ ଲଞ୍ଚ କରୁଛି। CM ଅଛନ୍ତି ଭଗବନ୍ତ ମାନ। ଏଥିରେ ପ୍ରୋଭାଇଡ଼ କରାଯିବ ଫୁଡ଼୍ କିଟ୍। ଏଥିରେ ଗ୍ରୋସରୀ ସାମଗ୍ରୀ ଯେମିତି ତେଲ, ଲୁଣ, ହଳଦୀ ସବୁ ଦିଆଯାଉଛି। ତାର କେଜି ଆଉ 500 ହିସାବରେ 3 ମାସରେ ଥରେ ଦିଆଯିବ ଇକୋନୋମିକାଲି ୱିକ୍ ଫ୍ୟାମିଲିମାନଙ୍କୁ ଅଣ୍ଡର ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ 2013। ୟୋଏରି ମୋସେଭେନି, ଯିଏକି ବନୁଛନ୍ତି 7ମ ଥର ପାଇଁକା ବନୁଛନ୍ତି ନବମ ପ୍ରେସିଡେଣ୍ଟ। ୟୁଗାଣ୍ଡାର କ୍ୟାପିଟାଲ ହେଉଛି କାମ୍ପାଲା, କରେନ୍ସି ହେଉଛି ସିଲିଂ। ହରବଂଶ ଚାୱଲା, ଯିଏକି ଚେୟାରମ୍ୟାନ୍ ଇମ୍ପୋର୍ଟାଣ୍ଟ ରହିଛନ୍ତି ବ୍ରିସ୍କ CCIର ଚାମ୍ବର ଆଣ୍ଡ କମର୍ସ ଇଣ୍ଡଷ୍ଟ୍ରି। 2026ର ନୀତି ଆୟୋଗ ଦ୍ୱାରା ଏଇଟା ଆରମ୍ଭ କରାଯାଇଥିଲା। ୱାନ୍ କେସ୍ ୱାନ୍ ଡାଟା, ଯେଉଁଟାକି ୟୁନିଫାଇଡ଼ ସିଷ୍ଟମ୍ ଇଜି କରିବ ଜଷ୍ଟିସ୍ ସିଷ୍ଟମ୍କୁ। ଲଞ୍ଚ କରାଯାଇଛି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଏବଂ ଲଞ୍ଚ କରାଯାଇଛି AI ଚାଟବୋଟ୍ ସୁସହାୟକ। ଆଉ ସୋମନାଥ ଅମୃତ ମହୋତ୍ସବ, ଯେଉଁଟାକି ହେଉଥିଲା ସୋମନାଥ ଟେମ୍ପୁଲରେ ଅଛି, ଯେଉଁଟାକି ପ୍ରଭାସ ପତନ ଗିର୍ ସୋମନାଥ ଡିଷ୍ଟ୍ରିକ୍ଟ ଗୁଜରାଟରେ। ସୋମନାଥ ମନ୍ଦିରର 75 ବର୍ଷ ରିକନଷ୍ଟ୍ରକ୍ସନ୍ ପୁରା ହୋଇଗଲାଣି। 1951ରୁ ଆରମ୍ଭ ହୋଇଥିଲା। PM ମୋଦି ସେଇ ଷ୍ଟାମ୍ପ ଲଞ୍ଚ କରିଛନ୍ତି ଏବଂ 75 ଟଙ୍କାର କଏନ୍ ଲଞ୍ଚ କରିଛନ୍ତି ସେଠାରେ। ସୋମନାଥ ହେଉଛନ୍ତି ଯେଉଁ 12ଟି ଜ୍ୟୋତିର୍ଲିଙ୍ଗ ତାଙ୍କ ମଧ୍ୟରେ ଗୋଟେ ଲିଙ୍ଗ। ଭୀମାନଦଲି ଇକୋ ହେରିଟେଜ୍ ସାଇଟ୍, ଯେଉଁଟାକି ଧର୍ମେନ୍ଦ୍ର ପ୍ରଧାନ ଇନାଗୁରେଟ୍ କରିଛନ୍ତି ସମ୍ବଲପୁରରେ ଓଡ଼ିଶାର। ରୁଷିଆ କଣ୍ଡକ୍ଟ କରିଛି ସରମାଟ୍ ନ୍ୟୁକ୍ଲିୟର ମିସାଇଲକୁ ଲଞ୍ଚ କରିଛି, ଟେଷ୍ଟ କରିଛି ତାକୁ। ଅଶୋକ କୁମାର ପଣ୍ଡା ଚେୟାରମ୍ୟାନ୍ ଆପଏଣ୍ଟେଡ୍ ଅଛନ୍ତି ସେଲ୍ର ଷ୍ଟିଲ୍ ଅଥରିଟି ଇଣ୍ଡିଆ ଲିମିଟେଡ୍। କାମ୍ସ ଆପ୍ସ, ଯେଉଁଟା କର୍ଣ୍ଣାଟକ ଆଡ଼ଭାନ୍ସ ଆଟେଣ୍ଡାନ୍ସ ସିଷ୍ଟମ୍, ଯେଉଁଟାକି କର୍ଣ୍ଣାଟକ ଗଭର୍ଣ୍ଣମେଣ୍ଟ ଆଟେଣ୍ଡାନ୍ସ ନେବା ପାଇଁକା ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟୀମାନଙ୍କର ଆଟେଣ୍ଡାନ୍ସକୁ ଆହୁରି ସିକ୍ୟୋର କରିବା ପାଇଁ ଆହୁରି ଭଲସେ ଫେସିଆଲ୍ ରହିବ, ସେଥିରେ ରେକଗ୍ନାଇଜେସନ୍ ରହିବ, ଫେସିଆଲ୍ ରେକଗ୍ନାଇଜେସନ୍। ଅନ୍ନପୂର୍ଣ୍ଣା ଭଣ୍ଡାର ସ୍କିମ୍, ଯେଉଁଟାକି ୱେଷ୍ଟବେଙ୍ଗଲ ଲଞ୍ଚ କରିଛି, ସେଥିରେ 3000 ଟଙ୍କା ମନ୍ଥଲି ଦିଆଯିବ ଓମେନ୍ମାନଙ୍କୁ, ଯେଉଁମାନେ ଏଲିଜିବୁଲ୍ ହେଉଛନ୍ତି ସେଥିପାଇଁ। ନଶାମୁକ୍ତ ଜାମ୍ମୁ କାଶ୍ମୀର ଲଞ୍ଚ କରିଛି 100 ଦିନର କ୍ୟାମ୍ପେନ୍। ଏପ୍ରିଲ ମେ ଜୁନ୍ 3 ମାସର ହେଉଛି କ୍ୟାମ୍ପେନ୍, ଆୱାରନେସ୍ କରାଯିବ। ହେମନ୍ତ ବିଶ୍ଵ ଶର୍ମା, ଯିଏକି ସେକେଣ୍ଡ ଟର୍ମ ତାଙ୍କର ଚିଫ୍ ମିନିଷ୍ଟର ହେଉଛନ୍ତି ଆସାମର ଆସେମ୍ବଲି ହେଉଛି 126ଟି ସିଟ୍। ନୂଆ ସ୍ପିକର ବନିଛନ୍ତି ବିଜେପିରୁ। ରଞ୍ଜିତ କୁମାର ଦାସ, ରାଜ୍ୟସଭା ସିଟ୍ ହେଉଛି 7ଟା, ଲୋକସଭା ସିଟ୍ ହେଉଛି 14ଟା।